এই অবস্থা করছো কি? কে বাঁধিছিল তোমাকে? ମୁଁ ବାନ୍ଧିଛି। ବନ୍ଧୁ କାହିଁକି କଣ ପାଇଁ? ଭାଇ ରାମ ନାମ ଜପ କରି କରି ବୋଉ ପୁରା ପାଗଳ ହେଇଯାଇଛି। ବେଳେ ବେଳେ ଦାଣ୍ଡକୁ ବି ପଳେଇ ଯାଉଛି। ଆଜି ବାପାଙ୍କର ପିଣ୍ଡ ପଡ଼ିବ। ମୁଁ ଭାବିଲି କାଳେ ବୋଉ ଦାଣ୍ଡକୁ ପଳେଇବ। ସେଇଥିପାଇଁ ବୋଉର ହାତ ଗୁଡ଼ାକୁ ବାନ୍ଧି ପଡ଼ିଛି। ବୋଉ ପାଗଳି ହେଇନାହାନ୍ତି, ବରଂ ତମେ ମାନେ ବୋଉଙ୍କୁ ପାଗଳି କରି ତାକୁ ବାନ୍ଧି ଦେଇଛ। ବୋଉ ସମ୍ପର୍କରେ ମୁଣ୍ଡ ଖେଳିବାକୁ ତମର ଅଧିକାର ନାହିଁ। କଣ କହିଲୁ ଯେ ସେ କେବଳ ତୋ ବୋଉ? ଆରେ ସେ ମୋର କିଛି ନୁହଁ। এই সম্পর্ক ଅଛି ମୋ ବୋଉ ସହିତ ତମର। ତମେ ହଉଛ ଗୋଟେ ସାବତ ଭାଇ। जी रामदास तम साबुद भाई ସାବତ ଭାଇର ପରିଚୟ ପାଇଁ ହେଇଛି ତୋ ମୁଣ୍ଡ କଣ ଖରାପ ହେଇଯାଇଛି? ତୁ କାହାକୁ କଣ କହି ଯାଉଛୁ? 14 ମାସ ପୁରିନି এই ଘରକୁ ଆସିବାର ମାନେଟା କଣ? ଆରେ ମୋର ବାହାଘର ହେଇଥିଲା ବୋଲି ବାପାଙ୍କର ପିଣ୍ଡ ପଡ଼ିନଥିଲା। ଆମେ ସବୁ ଛୋଟ ଛୋଟ ହେଇଥିଲେ ବାପା ଚାଲିଗଲେ। ଆଜି ବାପାଙ୍କର ପିଣ୍ଡ ବାହାରିଯିବ, ବ୍ରାହ୍ମଣଙ୍କୁ ଭୋଜ ଦିଆଯିବ, ସେଇଥିପାଇଁ ମୁଁ ଆସିଲି। ସେଇ କାମଟା କଣ ମୁଁ କରିପାରିଥାନ୍ତି? ତୁ କରିପାରିଥାନ୍ତୁ, ହେଲେ ମୁଁ ପୁରା ବଡ଼ ପୁଅ, ବାପାଙ୍କ ପିଣ୍ଡ ବାହାରିବା ମୋର ପ୍ରଥମ କର୍ତ୍ତବ୍ୟ। ହଉ ପଡ଼େ ଘର ବଡ଼ ପୁଅ ନୁହଁ। ବାପାଙ୍କର ପିଣ୍ଡ ପକେଇବା କର୍ତ୍ତବ୍ୟ ନାହିଁ। जी तमे कहा सामने जुक्ति करछ जहां का आगे ठिया है तो कथापति कहे पे साहस करनी तमे ताको सामने ठिया जुक्ति करछ। এই জি ଶୁଣ ମୋତେ କଥା କହୁଛି, ବାପାଙ୍କ ପିଣ୍ଡ ପଡ଼ିଲା ପରେ ମୁଁ ଏଇଠୁ ଚାଲିଛି। ଆରେ ତୁ ଚାହିଁବୁ ଏଠି ରହିବା ପାଇଁ ତ ଭଲ ଲାଗୁନି। 14 ମାସ କଣ 14 ବର୍ଷ ପର୍ଯ୍ୟନ୍ତ ଏଇ ଘରକୁ ଆସିବି। ଏଇ ଜାନକୀ ପିଣ୍ଡ ବଡ଼ ହେଇଯାଉଛି, ତାକୁ ବଡ଼ ହେଇଯାଉଛି। ଠିଆ ହଉଛ। ସରି ପିଣ୍ଡ ଯିବ ମୋ ବାପାଙ୍କର ପିଣ୍ଡ ହବ। ବାପାଙ୍କୁ ପିଣ୍ଡ ଦବ ତମେ କିଏ? ରାମଦାସ ଏ ଘରର ବଡ଼ ପୁଅ, ତେଣୁ ପିଣ୍ଡ ଦବାର ଅଧିକାର କେବଳ ବଡ଼ ଭାଇଙ୍କର। ହଉ ପଡ଼େ ଘର ବଡ଼ ପୁଅ ନୁହଁ। ହଁ ତମେ ସୁମିତ୍ରା ଦେବୀଙ୍କର ବଡ଼ ପୁଅ ହେଇପାର ସତ, କିନ୍ତୁ ରଘୁବୀର ଦାସଙ୍କର ନୁହଁ। ଭାଇ ମୁଁ ବ୍ରାହ୍ମଣଙ୍କୁ ଡାକିଦେଇଛି, ମୋ ସହିତ ଯାଅ ପିଣ୍ଡ କରିବ ଯାଅ। ମୋ ବ୍ୟତୀତ ଏଇ ଘରେ କେହି ବି ପିଣ୍ଡ ପକେଇ ପାରିବେ। ରାମଦାସ ଏ ଘରେ ପିଣ୍ଡ ବଳିବ। ରାମଦାସ ଏ ଘରେ ପିଣ୍ଡ ପଡ଼ିଲେ ଗୋଟାଏ କୁରୁକ୍ଷେତ୍ର ହବ। ଆଉ ସେଇ କୁରୁକ୍ଷେତ୍ରର ରକ୍ତ ନଦୀରେ ତମ ଶବ ଭାସିବ। ତମରି ପାଇଁ ରଘୁବୀର ଦାସ ରାମ ମନ୍ଦିରଟା ଭାଙ୍ଗିକି ଚୁରମାର ହେଇଯାଇଛି। ତମେ ରଘୁବୀର ଦାସର ପୁଅ ନୁହଁ, ତମେ ଗୋଟେ କୁଳାଘର। ରଘୁବୀର ଦାସର ରକ୍ତ ତମ ଦେହରେ ନାହିଁ, ତମେ ଗୋଟେ ଅମଣିଷ ପଶୁ। ରାମଦାସର ଆଦେଶରେ ହାତ ଦିଟା ବନ୍ଦି ହେଇଯାଇଛି। ଆଉ ତାର ବେଳେ ଗୋଟେ ଘରେ କେବେ ଦିଟା ପିଣ୍ଡ କଥା ଦେଇପାରିବନି। ମୁଁ ଏ ଘର ବଡ଼ ପୁଅ ହେଲେ ତୁ ବି ଘର ବଡ଼ ପୁଅ। ତୁ ଯଦି ବାପାଙ୍କ ପିଣ୍ଡ ପକେଇବାକୁ ଚାହୁଁଛୁ ତୁ ପିଣ୍ଡ ପକା, ମୋର କିଛି ଆପତ୍ତି ନାହିଁ। ଏ ଜାନକୀ ଚାଲ ଭାଇ ଶୁଣି क्या रामदास वो समित्र पिंड किए दब से कथा मु कहिबी। ए दासनदीपुर गाँव लोकमाने समस्ते सुन। रघुवीर दासंकर बड़ पुओ रामदास, रघुवीर दासंकर पिंड पकेवा अधिकार केवल बड़ पुओ रामदास अछि। रामदास से रघुवीर दासंकर पिंड बाढ़िबो। এই ঘরে এই যাত্রাটা ବି ସମ୍ଭବ ହେଇପାରିବନି। ମୋ ବୋଉର ଆଦେଶ ମୋ ପିଣ୍ଡ। ଆଉ ବାପାଙ୍କ ପିଣ୍ଡ
ଯିବି କି ଦୋଷ ଆଉ